ବାବାଙ୍କଠୁ କେବେ ମାଡ଼ ଖାଇନାହାନ୍ତି? ନା। ମା କିନ୍ତୁ ମାରନ୍ତି। ବହୁତ ବାଡ଼ାନ୍ତି। ଶେଷ ଥର ମାଙ୍କଠୁ କେବେ ମାଡ଼ ଖାଇଥିଲେ? ରିସେଣ୍ଟଲି କେବେ ଖାଇଥିବି, ଏବେ ବି ବାଡ଼ାନ୍ତି। ଏବେ ବି ମାଡ଼ ଖାଆନ୍ତି? ହଁ। ମାନେ ସ୍ନେହ ବଳ ନା ଶକ୍ତ ଚାପୁଡା? ସତରେ ଲାଗି କ'ଣ ଫୋପଡ଼ା ଫୋପଡ଼ି କରିଦିଏ କେତେବେଳେ, ଠିକ୍ ଠିକଣା ନାହିଁ ତାର। ଶକ୍ତ ଚାପୁଡା ଖାଆନ୍ତି ମୁଁ ଏବେ? ଲାଗେ ମାମା ସାଙ୍ଗେ ଜାଣି ଶୁଣିକି ଲାଗେ। ଶ୍ରେଣୀରେ ଟିଚରଙ୍କଠୁ ମାଡ଼, ଶିକ୍ଷକଙ୍କଠୁ ଖାଇଛନ୍ତି ନା କେବେ ନାହିଁ? ହଁ ବହୁତ ଖାଇଛି। ଖାଇଛନ୍ତି। ତୃପ୍ତି ଜାଣି ଶୁଣିକି ସ୍କୁଲରେ ମୋ ସାଙ୍ଗରେ ସେ ଥିଲା ନା, ଏକା କ୍ଲାସରେ ଆମେ ଥିଲୁ। ଓକେ। ସେ ଜାଣି ଶୁଣିକି କ'ଣ ଗୋଟେ କହିଦେଇଥିବ, ଚୁପଚାପ ବସିଥିବ। ମାଡ଼ ଖୁଆଇବେ ଆପଣଙ୍କୁ ହଁ। ମଜା ଦେଖିବା ପାଇଁ? ମୁଁ ବଙ୍କ ମାରୁଥିଲି ନା Okay. ଆଗରୁ, ମୁଁ କ'ଣ କରେ, ଆମ ସ୍କୁଲରେ ବରଗଛ ଗୋଟେ ଥିଲା, ତ ମୁଁ ବ୍ୟାଗଟା ସେପଟେ ଫୋପାଡ଼ି ଦେଇକି ବରଗଛରେ ଲୁଚିଥାଏ। ସମସ୍ତେ ପ୍ରେୟାର କରିବା ପାଇଁ ଯେତେବେଳେ ପଳାନ୍ତି, ମୁଁ ଡେଇଁକି ପଳାଏ ଆର ପଟକୁ, ସିନେମା ଦେଖିବା ପାଇଁ ପଳାଏ। ଆଚ୍ଛା। ସେ ଦେଖିଦେଇଥିବ ଯଦି କେତେବେଳେ କହିଦେବ ମୁଁ ପଳେଇଛି ବୋଲି ଆଉ। ଆପଣ ଯେମିତି କହୁଥିଲେ ଯେ ପଳେଇଥିଲେ ବାହାରକୁ ମାଙ୍କର ଚୁଡ଼ି ବିକିକି। ମୁଁ ତାପରେ ଚୁଡ଼ି ଯୋଉ ପ୍ରଥମ ରୋଜଗାର କଲି, ହଁ। ମାମାକୁ ଚୁଡ଼ି କିଣିକି ଦେଇଥିଲି। ତ ଆଉ ସେମିତି କଣ କଣ ସବୁ ଚୋରି କରିକି କେବେ କେମିତି ବିକିଛନ୍ତି ନିଜର ଆବଶ୍ୟକତା ପୂରଣ ପାଇଁ? ସେଇ ଗୋଟିଏ ଜିନିଷ ପାଇଁ ମୁଁ ଯାଇଥିଲି, ତାକୁ ପଠେଇ ଦେଇଥିଲେ ଯୋଉ ଦେଖା ହେବା ପାଇଁ ଯାଇଥିଲି। ଷ୍ଟାର ଯେତେବେଳେ ହେଇଯାଆନ୍ତି ସାଧାରଣ ଜୀବନରେ ରହିବେନି। ଷ୍ଟ୍ରିଟ୍ରେ ଠିଆ ହେଇକି ଅନ୍ୟମାନଙ୍କ ସହିତ ଖାଇବା ବା ପରିବା ବ୍ୟାଗଟା ଧରିକି ପରିବା ମାର୍କେଟକୁ ଯିବା, ଏସବୁ କରି ହୁଏନି। ତ ଲାଗେ ଯେ ଆମ ଜୀବନଟା ଟିକେ ଅଲଗା ଅନ୍ୟମାନଙ୍କଠୁ। ମୁଁ କସ୍ମୋପଲିସରେ ରୁହେ, ଆପଣ କେବେ ଆସନ୍ତୁ ମୋ ଘରକୁ, ମୁଁ କେମିତି ବଞ୍ଚେ ଥରେ ଦେଖିବେ। ଷ୍ଟାର କହୁଛନ୍ତି, ମୁଁ ଗୋଟେ ଆକ୍ଟର। ମୁଁ ସିନେମାରେ ଆକ୍ଟିଂ କରେ ଫର ଲିଭିଂ। କିନ୍ତୁ ବାହାରକୁ ତ ଆସିଲେ ଭିଡ ହବ ସେଲ୍ଫି ପାଇଁ, ଭିଡ଼ ଲୋକ ହୁଏ, ଦେଖିବା ଭିଡ଼ ହୁଏ। ପାଇଁ। ସେଥିପାଇଁ ମୁଁ ବହୁତ ଧନ୍ୟବାଦ ଜଣେଇବି ଭଗବାନଙ୍କୁ ଯେ ଏଇ ଜିନିଷଟା ମୋତେ ମିଳିଛି, ଲୋକମାନେ ମୋତେ ଭଲ ପାଇବା ଦଉଛନ୍ତି। ଏଇଟା ଗୋଟେ ବ୍ଲେସିଂ ବୋଲି ମୁଁ ମନେ କରେ।